ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ୍। ସୁଭଦ୍ରା ଯୋଜନା 2000 ଆବେଦନ ଖାରଜ। ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। କାଲି ରାତି ସୁଦ୍ଧା 97,000 ହିତାଧିକାରୀଙ୍କ ଆବେଦନ ପେଣ୍ଡିଂ ଥିଲା। ଆଜିର ରିପୋର୍ଟ ଅନୁସାରେ 100% ଆବେଦନ କ୍ଲିୟର ହୋଇଛି। କେବଳ ଆକାଉଣ୍ଟ ଭୁଲ ଭଟିକା ଯୋଗୁଁ 2000 ରିଜେକ୍ଟ ହୋଇଥାଇପାରେ ବୋଲି ସେ କହିଛନ୍ତି। ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଆବେଦନ କରିବେ ସମସ୍ତେ ଟଙ୍କା ପାଇବେ ବୋଲି ପ୍ରଭାତୀ କହିଛନ୍ତି। ସୋରରୁ ଭୁବନେଶ୍ୱର, ଟିଟିଲାଗଡ଼ରୁ ଜୟପୁର ସବୁଟି ଆକାଉଣ୍ଟକୁ ପ୍ରଥମ କିସ୍ତି ଆସିଥିବା ଜାଣି ହିତାଧିକାରୀ ବି ଖୁସ୍। ନାଚ ଗୀତରେ ବି ମାତିଗଲେଣି। କିଏ ଆଗରୁ 1 ଟଙ୍କା ପାଇଥିଲେ, ତେଣୁ ତା ଆକାଉଣ୍ଟକୁ ଆଜି 4,999 ଟଙ୍କା ପହଞ୍ଚିଛି। ତ ପୁଣି କାହା ଖାତାକୁ ଆସିଛି ପୁରା 5,000 ଟଙ୍କା। ମୋଦି ଗତକାଲି 25,11,000 ଜଣ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରା ପ୍ରଥମ କିସ୍ତି, ଯେଉଁଥିରେ ଖର୍ଚ୍ଚ ହୋଇଛି 1,250,55,000 ଟଙ୍କା। ଏ ଯୋଜନାର ଲାଭ ଓଡ଼ିଶାରେ 1 କୋଟିରୁ ଅଧିକ ମହିଳାଙ୍କୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପାଳନ କରୁଛୁ। ସେମିତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ଏଯାବତ୍ 64 ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ପଞ୍ଜୀକରଣ କରିଛନ୍ତି। ସୁଭଦ୍ରା ଟଙ୍କା ମିଳିବ ବୋଲି ଶୁଣୁଥିଲେ। ଟଙ୍କା କେବେ ଆସିବ ଚାତକ ଭଳି ଚାହିଁଥିଲେ। ସେ ପ୍ରତୀକ୍ଷାର ଗତକାଲି ଅବସାନ ଘଟିଲା। ଗୋଟିଏ ପଟେ ମୋଦି ସୁଇଚ୍ ଟିପି ସୁଭଦ୍ରା କିସ୍ତି ସିଧା ହିତାଧିକାରୀଙ୍କ ଆକାଉଣ୍ଟକୁ ଛାଡ଼ିଲେ। ଅନ୍ୟପଟେ ହିତାଧିକାରୀଙ୍କ ମୁହଁରେ ହସ ଫୁଟିଲା। କିଏ ମୋଦିଙ୍କ ସଭାକୁ ଆସି ଟଙ୍କା ପାଇଛି ତ କିଏ ନିଜ ଘରେ ଥାଇ